ନା ପୁତ୍ର, ସେ କଳା ପାହାଡ଼ ତ ଏତେ ବର୍ଷ ଧରି ମୋ ରାଜ୍ୟରେ କଳାର ବାଦଲ ଛାଇ ଦେଇଛି। ମୋ କଳା ସାହାଯ୍ୟକୁ ନେଇଯାଇ ମୋ ରାଜତ୍ୱ ଇତିହାସରେ କଳଙ୍କର କାଳିମା ବୋଳି ଦେଇଛି। ହେଲେ ଆଜିର ଏ ସ୍ୱପ୍ନ ଏକ ନୂତନ ଆଶା ସଞ୍ଚାରଣ କରିଛି। ତୁମେ ପୁତ୍ରରେ କାର୍ଯ୍ୟ ସମ୍ପାଦନ କରିପାରିବ। ମୋତେ ସ୍ୱପ୍ନାଦେଶ ହେଲା ଠାକୁର କୁଞ୍ଜଙ୍କ ଘରରେ କୁଞ୍ଜ ବନାରେ ମହାବୀର ଆଶ୍ରମରେ ପୂଜା ପାଉଛନ୍ତି। ପ୍ରଭୁଙ୍କର ଇଚ୍ଛା ସେ ପୁଣି ଶ୍ରୀକ୍ଷେତ୍ରକୁ ଫେରି ଆସିବେ। ଏତେ ବଡ଼ ଗଜପତି ହୋଇ ଯେହେତୁ ମୁଁ କଳା ପାହାଡ଼ ସହିତ ପ୍ରତ୍ୟକ୍ଷ ଯୁଦ୍ଧରେ ଅବତୀର୍ଣ୍ଣ ହୋଇପାରିଲି ନାହିଁ, ମୋ କାଳିଆ ସାଙ୍ଗକୁ ତାଙ୍କଠାରୁ ଉଦ୍ଧାର କରିପାରିଲି ନାହିଁ। ଏବେ କୋଉ ମୁହଁ ନେଇ କୋଉ ଦମ୍ଭ ନେଇ ମୋ ପତିତ ଭବନକୁ ଆଣିବାକୁ ଯିବି? ଦୁଃଖ କରନ୍ତୁନି ପିତାଶ୍ରୀ, ସେତେବେଳେ ସେହି ସମୟ ହୋଇଥିଲା ଲକ୍ଷ ସିଂହର ବାହୁବଳ ନେଇ ସେ ବିଧର୍ମୀ କଳା ପାହାଡ଼ ହିଂସ ହୋଇ ଉଠିଥିଲା। ଏ ରାଜ୍ୟର ଭବିଷ୍ୟତ ପାଇଁ ଆପଣଙ୍କ ଭଳି ରାଜାର ବଞ୍ଚି ରହିବା ନିହାତି ଆବଶ୍ୟକ ଥିଲା ପିତାଶ୍ରୀ। ମୋତେ ଆଜ୍ଞା କରନ୍ତୁ ପିତାଶ୍ରୀ, ମୁଁ ଆପଣଙ୍କ ଆଜ୍ଞାପତ୍ର ନେଇ ଯାତ୍ରା ଆରମ୍ଭ କରିବି। ହଁ ପୁତ୍ର, ପ୍ରଭାତ ହେଲା ମାତ୍ରେ ତୁମେ ରାଜଭୂମିକ ସମସ୍ତ ସେବକମାନଙ୍କୁ ନେଇ କୁଞ୍ଜଗଡ଼ର କୁଞ୍ଜବନକୁ ଯିବ। ସେଠାରେ ରାଜା ଅନନ୍ତ ନାରାୟଣଙ୍କୁ ଦେଖା କରିବ। ଆଉ ମୋର ଆଜ୍ଞାପତ୍ର ଦେଇ ସେମାନଙ୍କୁ ନିମନ୍ତ୍ରଣ କରିବ। ଏ ଆଶ୍ରମର ମୁଖ୍ୟ ଯୋଗୀ ମୁକ୍ତାନାଥ, ହଁ ଈଶ୍ୱର ମହାନ୍ତି ଓ ତାଙ୍କ ପରିବାରକୁ ମଧ୍ୟ ନିମନ୍ତ୍ରଣ କରିବ। କୁଞ୍ଜଗଡ଼ର ରାଜାକୁ ଯେପରି ନିମନ୍ତ୍ରଣ ରଖିଲେ ଭୁଲି ନ ଯାଇପାର। ପ୍ରଥମେ ଗୋପାଳଜୀ ମଠରେ ପହଞ୍ଚିବା ଆବଶ୍ୟକ। ଆପଣଙ୍କ ଆଜ୍ଞା ଧାର୍ଯ୍ୟ ପିତାଶ୍ରୀ।